ବୀରଗୋବିନ୍ଦପୁରର ଜମିଦାର ଗଜପତିଙ୍କ ଠାରୁ ମହାଦାନୀ ଉପାଧି ପାଇଲା ପରେ ତାଙ୍କ ମସ୍ତିଷ୍କ ଭ୍ରମ ଘଟିଛି। ଜାଣିଛ ଚନ୍ଦ୍ରମଣି, ଏ ଦୁନିଆରେ ସବୁଠାରୁ ବଡ଼ ଦାନୀ କିଏ? ଆପଣ ସାନ୍ତେ। ନା ନା, ମୁଁ ନୁହେଁ। ବଡ଼ ଦାନୀ ହେଉଛନ୍ତି ପ୍ରଭୁ ଜଗନ୍ନାଥ। ମୁଁ ହେଉଛି ଦ୍ୱିତୀୟ ବଡ଼ ଦାନୀ। ଚନ୍ଦ୍ରମଣି, ଆଜ୍ଞା ସାନ୍ତେ। ଏ ଚୌକିରେ ବସି ବସି ଆଉ ଭଲ ଲାଗୁନି। ଗୋଟେ କାମ କରିବ, ଜଗନ୍ନାଥଙ୍କ ରତ୍ନ ସିଂହାସନ ଭଳି ମୋ ପାଇଁ ଗୋଟେ ସିଂହାସନ କରିବ। ସେଥିରେ ବସିଲେ ଭଲ ଲାଗିବ। ମହାଦାନୀ ସାନ୍ତେ। ଆରେ କଣ ହେଲା? ବାଣିଜ୍ୟ ପାଇଁ ଯୋଉ ଜିନିଷ ବୋଝେଇ ହେଇଥିବା ଆପଣଙ୍କର 5ଟି ଜାହାଜ ମଝି ସମୁଦ୍ରରେ ବୁଡିଗଲା ସାନ୍ତେ। ମଝି ସମୁଦ୍ରରେ ବୁଡିଗଲା। ମୋ ଛାତି, ମୋ ଛାତି କଣ ହେଇଯାଉଛି? ସାନ୍ତେ ସାନ୍ତେ, କଣ ହେଲା ସାନ୍ତେଙ୍କର? ମହାଦାନୀ ସାନ୍ତେ, ଘରେ କିଏ ଅଛନ୍ତି? ଆଜି କଣ ଦାନ ଦକ୍ଷିଣା ହବନି କି? କ୍ଷମା କରିବେ କୁନି ବ୍ରାହ୍ମଣ ଦେବତା, ଦାନ ଦେବା ପାଇଁ ମୋ ପାଖରେ ଆଉ କିଛି ନାହିଁ। ମୁଁ ମହାଦାନୀ ବୋଲି ମନରେ ଗର୍ବ କରୁଥିଲି। ଯିଏ ଦିନେ ହଜାର ହଜାର ଲୋକଙ୍କ ପେଟକୁ ଅନ୍ନ ଦଉଥିଲା, ସେ ଆଜି 2 ଜଣ ବାଳକଙ୍କ ପେଟକୁ ଅନ୍ନ ଦେଇ ପାରୁନି। ଠିକ୍ ମୋ ଜୀବନ।